30 ବର୍ଷରୁ ଅଧିକ ସମୟ ପୂର୍ବେ ଯେତେବେଳେ ଏଡୱିନ୍ ସି ବାର୍ନସ୍ ମାଲଗାଡ଼ିରେ ଅରେଞ୍ଜ ନ୍ୟୁ ଜର୍ସିରେ ଓହ୍ଲାଇଲେ, ସେତେବେଳେ ତାଙ୍କର ବେଶଭୂଷା ଜୀର୍ଣ୍ଣ ଶୀର୍ଣ୍ଣ ପୋଷାକ ଥିଲା। ମାତ୍ର ତାଙ୍କର ବିଚାର ଜଣେ ରାଜାଙ୍କର ଥିଲା। ଯେତେବେଳେ ସେ ଷ୍ଟେସନର ରେଳ ଧାରଣା ଅତିକ୍ରମ କରି ଥମାସ୍ ଏ ଏଡିସନ୍ଙ୍କ ଦପ୍ତର ଆଡ଼କୁ ଯାଉଥିଲେ, ସେତେବେଳେ ତାଙ୍କର ମସ୍ତିଷ୍କ ପୂର୍ଣ୍ଣ ସକ୍ରିୟ ଥିଲା। ସେ ମାନସିକ ରୂପେ ଏଡିସନ୍ଙ୍କ ପାଖରେ ପହଞ୍ଚିଥିଲେ। ନିଜକୁ ନିଜେ କହୁଥିଲେ ବ୍ୟାପାରିକ ସହଯୋଗୀ ହୋଇପାରିବେ। ସେହି ମହାନ ଅନ୍ୱେଷକଙ୍କ ସାଙ୍ଗରେ କାମ କରିବା ପାଇଁ ତାଙ୍କର ତୀବ୍ର କାମନା ଥିଲା। ବାର୍ନସ୍ଙ୍କ ଏହି ଇଚ୍ଛା କେବଳ ଏକ ଆଶା ନଥିଲା, ନା କେବଳ ଏକ କାମନା ଥିଲା, ବରଂ ଏକ ଅବଦମିତ ଇଚ୍ଛା ଯାହା ପ୍ରତ୍ୟେକ ଭାବନା ଉପରେ ବିଚରଣ କରୁଥିଲା ଏବଂ ସେ ବିଲକୁଲ ସ୍ପଷ୍ଟ ଥିଲେ। ଯେତେବେଳେ ସେ ଏଡିସନ୍ଙ୍କ ପାଖରେ ପହଞ୍ଚିଲେ, ସେତେବେଳେ ତାଙ୍କ ପାଖରେ କିଛି ନୂତନ ଇଚ୍ଛା ନଥିଲା। ସେ କାହିଁକି ଆସିଥିଲେ ତାହା ତାଙ୍କ ହୃଦୟରେ ଲିପିବଦ୍ଧ ହୋଇ ରହିଥିଲା। ବୋଧହୁଏ ସର୍ବପ୍ରଥମେ ଏହା ଏକ କାମନା ରୂପେ ତାଙ୍କ ମସ୍ତିଷ୍କରୁ ଉତ୍ପନ୍ନ ହୋଇଥିଲା। ମାତ୍ର ଏଡିସନ୍ଙ୍କ ସାମ୍ନାରେ ପହଞ୍ଚିଲା ପରେ ତାଙ୍କ ମସ୍ତିଷ୍କରେ ଏ କାମନା ବି ନଥିଲା। କିଛି ବର୍ଷ ପରେ ଏଡିସନ୍ ସି ବାର୍ନସ୍ ଏଡିସନ୍ଙ୍କ ସାମ୍ନାରେ ଥିଲେ, ସେହି ଦପ୍ତରରେ ଯେଉଁଠି ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ସେ ସମୟ ପର୍ଯ୍ୟନ୍ତ ତାଙ୍କ ଇଚ୍ଛା ଏକ ଯଥାର୍ଥରେ ପରିଣତ ହୋଇସାରିଥାଏ। ଏବେ ସେ ଯେଉଁ ବାର୍ନସ୍କୁ ଜାଣିଥିଲେ, ତାଙ୍କ ସହିତ ସେ ସମାସ୍କନ୍ଧ ହୋଇସାରିଥିଲେ, କାରଣ ଜୀବନ ତାଙ୍କୁ ଏକ ଅପୂର୍ବ ଗତିରୋଧକ ଯନ୍ତ୍ର ପ୍ରଦାନ କରିଥିଲା। ଆଜି ଲୋକମାନେ କେବଳ ତାଙ୍କର ସଫଳତା ଦେଖୁଛନ୍ତି, ସେହି କଷ୍ଟ, ବ୍ୟସ୍ତ ବିବ୍ରତାକୁ ଦେଖୁନାହାନ୍ତି ଯାହା ତାଙ୍କୁ ସଫଳତା ପାଇବା ପାଇଁ ସହିବାକୁ ପଡ଼ିଛି। ବସ୍ତୁତଃ ବାର୍ନସ୍ଙ୍କୁ ସଫଳତା ପ୍ରାପ୍ତ ହେଲା କାରଣ ସେ ଏକ ସ୍ପଷ୍ଟ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ନିଜର ସମସ୍ତ ଶକ୍ତି ସବୁକିଛି ଲଗାଇ ଦେଇଥିଲେ। ସେ ସେହିଦିନଠାରୁ ଏଡିସନ୍ଙ୍କ ସହଯୋଗୀ ହୋଇନଥିଲେ। ଯେଉଁଦିନ ସେ ତାଙ୍କ ସହିତ ସାକ୍ଷାତ ହୋଇଥିଲେ, ତାଙ୍କୁ ପ୍ରଥମେ ବହୁତ ଛୋଟ କାମ କରିବାକୁ ପଡ଼ିଥିଲା। ମାତ୍ର ସେ କାର୍ଯ୍ୟରେ ସେ ସନ୍ତୁଷ୍ଟ ଥିଲେ ଯେ ସେ ନିଜର ଲକ୍ଷ୍ୟ ପୂରଣ ପାଇଁ ପ୍ରଥମ ପଦକ୍ଷେପ ଉଠାଇ ସାରିଥିଲେ। ସେହି ପ୍ରଥମ ସାକ୍ଷାତର 5 ବର୍ଷ ପରେ ତାଙ୍କୁ ମନପସନ୍ଦ ଅବସର ପ୍ରାପ୍ତ ହୋଇପାରିଥିଲା। ତା ପୂର୍ବରୁ ତ ସମସ୍ତେ ତାଙ୍କୁ ଏଡିସନ୍ ବେପାର ଚକ୍ରରେ ଲାଗିଥିବା ଜଣେ ସାଧାରଣ ବ୍ୟକ୍ତି ବୋଲି ଭାବୁଥିଲେ। ମାତ୍ର ବାର୍ନସ୍ ନିଜେ ସେହି ସମୟରୁ ନିଜକୁ ଏଡିସନ୍ଙ୍କ ଭାଗୀଦାର ବୋଲି ଭାବୁଥିଲେ, ଅର୍ଥାତ୍ ଯେଉଁଦିନଠାରୁ ସେ ସେଠାରେ କାମରେ ଲାଗିଥିଲେ। ଏକ ସ୍ପଷ୍ଟ ଇଚ୍ଛାଶକ୍ତିର ଏହା ଏକ ଅପୂର୍ବ ଉଦାହରଣ ଥିଲା। ବାର୍ନସ୍ ନିଜର ଲକ୍ଷ୍ୟ ପୂର୍ଣ୍ଣ କଲେ କାରଣ ଏଡିସନ୍ଙ୍କର ଭାଗୀଦାର ହେବାର ତୀବ୍ର ଇଚ୍ଛା ଥିଲା। ସେ ଏକ ଯୋଜନା ତିଆରି କଲେ ଏବଂ ନିଜର ସବୁକିଛି ତା ଉପରେ ତ୍ୟାଗ କରିଦେଲେ। ସେ ନିଜର ଇଚ୍ଛାକୁ ସେ ପସନ୍ଦ ମନରେ ଦୃଢ଼ ଭାବରେ ରଖିଲେ, ଯେପର୍ଯ୍ୟନ୍ତ ସଫଳ କାମ ହୋଇ ଏକ ସ୍ପଷ୍ଟ ତଥ୍ୟ ନ ପାଇଛନ୍ତି। ଯେତେବେଳେ ସେ ଇଂରେଜ ପହଞ୍ଚିଲେ, ସେ ନିଜକୁ କେବେ ବି କହିନାହାନ୍ତି ଯେ ମୁଁ ଏଡିସନ୍ଙ୍କୁ ରାଜି କରାଇ ନେବି, ମୋତେ ଯେ କୌଣସି ଗୋଟିଏ ଚାକିରି ଦିଅନ୍ତୁ। ବରଂ ସେ କହିଲେ, ମୁଁ ଏଡିସନ୍ଙ୍କ ସହିତ ମିଳିତ ହୋଇ ତାଙ୍କୁ ଏକ ନୋଟିସ୍ ଦେବି ଯେ ତାଙ୍କ ସହିତ ବ୍ୟବହାର କରିବାକୁ ଆସିଛି। ସେ ଏପରି କିଛି କହିଲେ ନାହିଁ। ମୁଁ ଅନ୍ୟ ସୁଯୋଗ ଉପରେ ଦୃଷ୍ଟି ରଖିବି ଯଦି ଏଡିସନ୍ଙ୍କ ସଂସ୍ଥାନରେ ମୋତେ କୌଣସି ମନ ମୁତାବକ କାମ ନ ମିଳିବ। ମାତ୍ର ସେ ନିଜକୁ ଏକଥା ନିଶ୍ଚୟ କହିଥିଲେ, ମୁଁ କିଛି ନ କରିବି ଯାହା ଏଡିସନ୍ କହିବେ। ମାତ୍ର ମୁଁ ତାଙ୍କର ବ୍ୟାପାରିକ ଭାଗୀଦାର ହୋଇ ହିଁ ବିଶ୍ରାମ ନେବି। ଦୁନିଆରେ ମୋ ପାଇଁ ଗୋଟିଏ ହିଁ ବସ୍ତୁ, ତାହା ଏଡିସନ୍ଙ୍କ ବ୍ୟାପାରିକ ସହଯୋଗୀ ହେବା। ତା ପାଇଁ ଯାହା ବି ହେଉ ମୁଁ ମୋର ଭବିଷ୍ୟତକୁ
ବାଜି ଲଗାଇଦେବି ଏବଂ ସେ ସ୍ଥିତି ପ୍ରାପ୍ତ କରି ହିଁ ରହିବି। ବାର୍ନସ୍ ନିଜ ପାଇଁ ଫିଲିପର ସମସ୍ତ ବାଟ ବନ୍ଦ କରି ଦେଇଥିଲେ। ବିଜୟୀ ନ ହେଲେ ବର୍ବାଦ ହୋଇଯାଅ। ବାର୍ନସ୍ଙ୍କ ସଫଳତା ଗାଥାର ଏହା ହିଁ ଥିଲା ସାର ତତ୍ତ୍ୱ। ଯେପରି ବହୁଦିନ ପୂର୍ବେ ଜଣେ ସେନାନାୟକଙ୍କୁ ଏକ ଦୁର୍ଗ ଜିତିବାର ଥିଲା, ଯାହା ସାଗର ସେପଟେ ଥିଲା। ସେ ନିଜର ସମସ୍ତ ସେନାଙ୍କୁ ଜାହାଜରେ ଚଢ଼ାଇ ପାର କରାଇଦେଲେ, ପୁଣି ଜାହାଜକୁ ଜଳାଇଦେଲେ। ସେତେବେଳେ ସେ ନିଜର ସୈନ୍ୟମାନଙ୍କୁ କହିଲେ, ଏ ଜାହାଜ ମୁଁ ଏଥିପାଇଁ ଜଳାଇଦେଲି ଯେ କାରଣ ଏବେ ଆମେ ଆଉ ଫେରିଯାଇ ପାରିବା ନାହିଁ। ହୁଏତ ଏଠି ଦୁର୍ଗ ଜିତିବା ନହେଲେ ସମସ୍ତେ ମରିଯିବା। ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ କୌଣସି କାମରେ ସଫଳ ହୁଅନ୍ତି ସେମାନେ ଏହିପରି କରନ୍ତି। ଯଦି ଫେରିଯିବା ପାଇଁ କୌଣସି ବାଟ ନଥାଏ, ତେବେ ପୂର୍ଣ୍ଣ ଶକ୍ତିର ସହିତ ନିଜର ମନ ମୁତାବକ ପଦ ପ୍ରାପ୍ତ କରି ପାରିଥାଏ। ଯଦି ଫେରି ଆସିବାର ସ୍ୱଳ୍ପ ବାଟ ଥାଏ, ସେ ପୂର୍ଣ୍ଣ ଶକ୍ତିର ସହିତ ଆଗକୁ ବଢ଼ିପାରେ ନାହିଁ। ଏହି ଅଦମ୍ୟ ଇଚ୍ଛାକୁ ପୂର୍ଣ୍ଣ କରିବାର ଏକମାତ୍ର ପ୍ରଣାଳୀ, ଯାହା ସଫଳତା ପ୍ରାପ୍ତି ପାଇଁ ଏକ ଅପରିହାର୍ଯ୍ୟ ସାଧନ ଅଟେ। ଥରେ ଶିକାଗୋରେ ଭୟଙ୍କର ନିଆଁ ଲାଗିଗଲା। ବେପାରୀମାନଙ୍କର ସମସ୍ତ ଗୋଦାମ, ଯାହା ଷ୍ଟ୍ରିଟ୍ ଉପରେ ହିଁ ଥିଲା, ଜଳି ପାଉଁଶ ହୋଇଗଲା। ଏବେ ସମସ୍ତ ବେପାରୀଙ୍କ ମଧ୍ୟରେ କଥାବାର୍ତ୍ତା ହେଲା, ଏବେ କ'ଣ କରାଯିବ। କୌଣସି ଏକ ଭଲ ସ୍ଥାନକୁ ଯାଇ ପୁଣି କାର୍ଯ୍ୟ କରାଯିବ, ନହେଲେ ଏଠି ପୁଣି ନିଜର ଗୋଦାମ ତିଆରି କରାଯିବ। ଜଣେ ବ୍ୟକ୍ତିଙ୍କ ବ୍ୟତୀତ ସମସ୍ତଙ୍କ ରାୟ ଥିଲା ଅନ୍ୟତ୍ର ଯାଇ ନୂତନ କାର୍ଯ୍ୟ ଆରମ୍ଭ କରାଯାଉ। ମାତ୍ର ଯେଉଁ ଜଣେ ବ୍ୟକ୍ତି ଏଠି ରହିବାକୁ ପ୍ରସ୍ତୁତ ଥିଲା, ମୁଁ ଏଇଠି ରହି ମୋ ଗୋଦାମ ପୁଣି ତିଆରି କରିବି। ଆପଣ ଦେଖିବେ, ମୁଁ ଏହିଠାରେ ଥିବା ଖୁବ୍ ବଡ଼ ଷ୍ଟୋର ନିର୍ମାଣ କରିବି, ଯେତେ ଯାହା କଷ୍ଟ ହେଉ ପଛକେ। ଏହା ପ୍ରାୟ 50 ବର୍ଷ ପୂର୍ବର ଘଟଣା। ଆଜି ସେହି ଷ୍ଟୋର ମୁଣ୍ଡ ଟେକି ସଗର୍ବେ ଠିଆ ହୋଇଛି, ସତେ ଯେପରି ଏହା ଅଦମ୍ୟ ଇଚ୍ଛାର ମୂର୍ତ୍ତିମାନ ପ୍ରାସାଦ। ଏହାର ନିର୍ମାତା ମାର୍ଶଲ ଫିଲ୍ଡ ମଧ୍ୟ ଅନ୍ୟମାନେ ଯାହା କଲେ ତାହା କରିପାରିଥାନ୍ତେ। ଯେତେବେଳେ ଭବିଷ୍ୟତ ଧୁଆଁଳିଆ ଦେଖାଯାଏ ଏବଂ ବହୁତ ପରିଶ୍ରମର ଆବଶ୍ୟକତା ପଡ଼େ, ସେତେବେଳେ ଅଧିକାଂଶ ଲୋକ ବିଜୟ ଚାହାନ୍ତି ନାହିଁ। ମାତ୍ର ସେଠାରେ ମାର୍ଶଲ ଫିଲ୍ଡ ଓ ଅନ୍ୟ ବେପାରୀମାନଙ୍କ ମଧ୍ୟରେ ତଫାତ୍ ସାମ୍ନାକୁ ଆସେ ଏବଂ ଏହି ଅସମ୍ଭବ ଜିଦ୍ ଏଡୱିନ୍ ସି ବାର୍ନସ୍ଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରେ। ଏଡିସନଙ୍କ ସହିତ କାମ କରୁଥିବା ହଜାର ହଜାର ଲୋକ ଥିବେ, ମାତ୍ର କେହି ବି ଏଡୱିନ୍ ସି ବାର୍ନସ୍ଙ୍କୁ ସଫଳତା ସହିତ ମୁକାବିଲା କରିପାରିନାହାନ୍ତି। ଏହି ଅସମ୍ଭବ ସଫଳତା ଏବଂ ଅସଫଳତା ବା ଅସାଧାରଣ ସଫଳତା ଏବଂ ସାଧାରଣ ସଫଳତାର ତଫାତ୍ ସାମ୍ନାକୁ ଆଣେ। ଅର୍ଥର ଇଚ୍ଛା ତ ସମସ୍ତଙ୍କର ଥାଏ। କ'ଣ ଲକ୍ଷେ ଟଙ୍କା ରୋଜଗାର ପରେ ସମସ୍ତ ଧନ ହାତକୁ ଆସିଥାଏ? ଯେତେବେଳେ ଏହି କାମନା ଏକ ଅଦମ୍ୟ ଇଚ୍ଛା ଦୃଢ଼ତାରେ ପରିଣତ ହୋଇଯାଏ, ତେବେ ଯାଇ ଧନପ୍ରାପ୍ତିର ସ୍ପଷ୍ଟ ଯୋଜନା ତିଆରି ହୁଏ ଏବଂ ପ୍ରଣାଳୀ ସ୍ୱୟଂ ଦେଖାଦିଏ। ଯଦି ଏହି ଦୃଢ଼ତା ସହିତ ସଂଯୁକ୍ତ ଯୁକ୍ତ ରହେ, ତେବେ ଏପରି ଲୋକ ଅସଫଳତାକୁ ନ ଡରି ନିଜ ଲକ୍ଷ୍ୟରେ ସଫଳ ହୁଏ ଏବଂ ଧନ ସମ୍ପତ୍ତି ପ୍ରାପ୍ତ ହୁଏ। ଧନ ପ୍ରାପ୍ତିର ଏହି ଅଦମ୍ୟ ଏବଂ ଦୃଢ଼ ଇଚ୍ଛାକୁ ମୂର୍ତ୍ତ ରୂପ ପ୍ରଦାନ କରିବା ପାଇଁ ବ୍ୟାବହାରିକ ପଦକ୍ଷେପ ଉଠାଇବାର ଆବଶ୍ୟକ ହୁଏ। ନିମ୍ନରେ ତାହା ସ୍ପଷ୍ଟ କରାଗଲା। ପ୍ରଥମେ ଆପଣ ମସ୍ତିଷ୍କରେ ପୂର୍ଣ୍ଣ ମାତ୍ରାରେ ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କର କେତେ ଅର୍ଥ ଦରକାର। କେବଳ ଏତିକି କହିଲେ ହେବ ନାହିଁ, ମୋର ବହୁତ ଅର୍ଥ ଦରକାର। ଆପଣଙ୍କର ଏକ ସ୍ପଷ୍ଟ ନିର୍ଦ୍ଦିଷ୍ଟ ଅର୍ଥର କାମନା ହେବା ଆବଶ୍ୟକ। ଏହା ପଛରେ ଏକ ମନୋବୈଜ୍ଞାନିକ କାରଣ ଅଛି, ଯାହା ଆଗାମୀ ଅଧ୍ୟାୟରେ ସ୍ପଷ୍ଟ ହୋଇଯିବ। ଦ୍ୱିତୀୟ, ଏହା ବି ସ୍ପଷ୍ଟ ରୂପେ ଭାବନ୍ତୁ ଯେ ଏହି ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ବଦଳରେ ଆପଣ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି କି? କିଛି ହେଉ ବା କିଛି ନାହିଁ ଯେ କାର୍ଯ୍ୟ ହେବ ନାହିଁ। ତୃତୀୟ, ଏକ ତାରିଖ ନିର୍ଦ୍ଦିଷ୍ଟ କରନ୍ତୁ। କେତେ ଦିନ ମଧ୍ୟରେ ଏହି ପରିମାଣର ଅର୍ଥ ଆପଣଙ୍କ ହାତକୁ
ଆସିବା ଉଚିତ, ଯାହା ଆପଣଙ୍କର ଦରକାର। ଚତୁର୍ଥ, ଆପଣଙ୍କର ଏହି ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ଏକ ସ୍ପଷ୍ଟ ଯୋଜନା ନିର୍ଦ୍ଧାରିତ କରନ୍ତୁ ଏବଂ ଆପଣ ଚାହାନ୍ତୁ ବା ନ ଚାହାନ୍ତୁ ଏହା ଉପରେ କାର୍ଯ୍ୟ କରିବା ଶୀଘ୍ର ପ୍ରାରମ୍ଭ କରିଦିଅନ୍ତୁ। ପଞ୍ଚମ, ଏବେ ସ୍ପଷ୍ଟ ଶବ୍ଦରେ ତାକୁ ଲେଖିଦିଅନ୍ତୁ ଯେ ଆପଣଙ୍କ କେତେ ପରିମାଣର ଅର୍ଥ ଆବଶ୍ୟକ, କେତେ ଦିନ ଭିତରେ ଆବଶ୍ୟକ ତଥା ତାହାକୁ ପ୍ରାପ୍ତ କରିବା ପାଇଁ କିଛି ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଏଥିପାଇଁ ଆପଣ କ'ଣ ସ୍ପଷ୍ଟ ଯୋଜନା କରିଛନ୍ତି। ଷଷ୍ଠ, ଏବେ ଆପଣ ସ୍ପଷ୍ଟ ଭାବରେ ଲେଖିଥିବା କଥନକୁ ଦିନକୁ ଅତି କମ୍ରେ 2 ଥର ଦୋହରାନ୍ତୁ। ସକାଳେ ଶେଯରୁ ଉଠିଲା ପରେ ଏବଂ ରାତିରେ ଶୋଇବାକୁ ଯିବା ପୂର୍ବରୁ। ଯେତେବେଳେ ଆପଣ ଏହାକୁ ପଢ଼ିବେ, ଅନୁଭବରେ ବିଶ୍ୱାସ କରନ୍ତୁ ଯେ ଏ ପରିମାଣ ଅର୍ଥ ଆପଣଙ୍କ ପାଖକୁ ଆସିଯାଇଛି। ଏହି 6 ପଦକ୍ଷେପକୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ କରିବା ମହତ୍ତ୍ୱପୂର୍ଣ୍ଣ ଅଟେ। ନିର୍ଦ୍ଦିଷ୍ଟ ଭାବରେ ଷଷ୍ଠ ପଦକ୍ଷେପରେ ଦିଆଯାଇଥିବା ନିର୍ଦ୍ଦେଶକୁ ଆପଣଙ୍କର ସନ୍ଦେହ ହୋଇପାରେ ଯେ ଏହା ଅସମ୍ଭବ। ଏତେ ପରିମାଣର ଅର୍ଥ ମୋ ପାଖକୁ ଆସିସାରିଛି। ବସ୍ତୁତଃ ଆସିନାହିଁ। ଏପରି ସ୍ଥିତିରେ ଇଚ୍ଛା ଅଛି ଏବଂ ଆପଣଙ୍କ ଇଚ୍ଛା ଦୃଢ଼ ରୂପ ନେଇ ସାରିଲାଣି। ତେବେ ଆପଣ ନିଜକୁ ବୁଝାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଆପଣ ଏହାକୁ ନିଶ୍ଚିତ ପ୍ରାପ୍ତ କରିନେବେ। ଆପଣଙ୍କ ଲକ୍ଷ୍ୟ ଧନ ପ୍ରାପ୍ତି ଏବଂ ଏଥିପାଇଁ ପୂର୍ଣ୍ଣ ପ୍ରାଣରେ ଦୃଢ଼ ପ୍ରତିଜ୍ଞ ହେବା ଜରୁରୀ ଅଟେ। ଯେଉଁମାନେ ଅର୍ଥ ବିଷୟରେ ପୂର୍ଣ୍ଣ ମାତ୍ରାରେ ଜାଗ୍ରତ ରୁହନ୍ତି, ସେମାନେ କେବଳ ଅର୍ଥ କଥା ହିଁ ଚିନ୍ତା କରିଥାନ୍ତି। ଏକଥା ଶୁଣି ଶୁଣି ମସ୍ତିଷ୍କରେ ରହିଯାଇଥାଏ ଯେ ଆପଣଙ୍କୁ ଏହି ଧନ ପାଇବାକୁ ହିଁ ହେବ। ଇଚ୍ଛାର ଅଦମ୍ୟତା ଆପଣଙ୍କୁ ଆଶ୍ୱସ୍ତ କରିଦେବ ଯେପରି ସେହି ଅର୍ଥ ଆପଣଙ୍କ ପାଖରେ ହିଁ ଅଛି। ଯେଉଁ ବ୍ୟକ୍ତି ମାନବ ମସ୍ତିଷ୍କର କାର୍ଯ୍ୟ ସିଦ୍ଧାନ୍ତ ସହିତ ଅନଭିଜ୍ଞ, ସେମାନେ ନିଶ୍ଚୟ କହିବେ ଏହି ନିର୍ଦ୍ଦେଶ ଅବ୍ୟବହାରିକ ଅଟେ। ଯେଉଁମାନେ ଶ୍ରମ ବିମୁଖ, ସେମାନେ ଶ୍ରମର ମହିମା ବୁଝିପାରିବେ ନାହିଁ। ଏହି ପଦକ୍ଷେପ ଆଣ୍ଡ୍ରୁଜ କାର୍ନେଗୀଙ୍କ ଅନ୍ୱେଷଣ ଅଟେ, ଯିଏ ଜଣେ ଷ୍ଟିଲ୍ ମିଲ୍ରେ ସାଧାରଣ ଶ୍ରମିକ ଥିଲେ। ଷ୍ଟିଲ୍ ମିଲ୍ରୁ ଶ୍ରମିକ କାର୍ଯ୍ୟ ଆରମ୍ଭ କରିଥିଲେ, ମାତ୍ର ଏହି ସାଧାରଣ ଶ୍ରମିକ ପଦରୁ ତାଙ୍କ କାର୍ଯ୍ୟ ସିଦ୍ଧାନ୍ତ ଯୋଗୁଁ ଅରବପତି ହୋଇପାରିଥିଲେ। ଥମାସ ଏଡିସନ୍ ଏହି ସୂତ୍ରକୁ ଶ୍ରେଷ୍ଠତ୍ୱ ଦେଇଥିଲେ ଏବଂ କେବଳ ଧନପ୍ରାପ୍ତି ପାଇଁ ନୁହେଁ, ବରଂ ସେ କୌଣସି ସ୍ପଷ୍ଟ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଏହା ଏକ ଉପଯୁକ୍ତ ସୂତ୍ର ତାହା ସେ ପ୍ରମାଣ କରିଥିଲେ। ଏହି ପଦକ୍ଷେପ ନେବା ପାଇଁ କୌଣସି କଠିନ ପରିଶ୍ରମର ଆବଶ୍ୟକତା ନାହିଁ, କୌଣସି ତ୍ୟାଗର ବି ଆବଶ୍ୟକତା ନାହିଁ। ମାତ୍ର ଏହାକୁ ସଠିକ୍ ପ୍ରକାର ଲାଗୁ କରିବା ପାଇଁ ପ୍ରଖର କଳ୍ପନା ଶକ୍ତି ହିଁ ଆବଶ୍ୟକ। କାରଣ ସେତେବେଳେ ଆପଣଙ୍କୁ ତାହା ଜ୍ଞାତ ହେବ ଯେ ଧନ ପ୍ରାପ୍ତି କୌଣସି ଆକସ୍ମିକ ଭାଗ୍ୟ ବା ନିୟତିଙ୍କ ଭରସାରେ ମିଳେ ନାହିଁ। ଏ ସଫଳତା ବି ଆବଶ୍ୟକ ଯେଉଁମାନେ ପର୍ଯ୍ୟାପ୍ତ ଧନ ଉପାର୍ଜନ କରିଛନ୍ତି। ସେମାନେ ନିଜର ଇଚ୍ଛାଶକ୍ତି, ସ୍ୱପ୍ନଶୀଳତା ଏବଂ ଦୃଢ଼ତାର ପୂର୍ଣ୍ଣ ବ୍ୟବହାର କରି ଏପରି କରିଥିଲେ। କେହି ବି ବ୍ୟକ୍ତି ଆକସ୍ମିକ ଭାବେ ଧନବାନ ହୋଇନାହାନ୍ତି। ଏହା ଭାବି ନିଅନ୍ତୁ ଯେ ଆପଣ କେବେହେଲେ ଧନବାନ ହୋଇପାରିବେ ନାହିଁ ଯଦି ଆପଣଙ୍କ ହୃଦୟରେ ପ୍ରଜ୍ୱଳିତ ଇଚ୍ଛାଶକ୍ତି ନାହିଁ। ଏପରି କେବେ ହେଲେ ବିଶ୍ୱାସ କରନ୍ତୁ ନାହିଁ ଯେ ଏହା ମୋ ଦ୍ୱାରା ପ୍ରାପ୍ତ ହୋଇପାରିବ ନାହିଁ। ଏହା ସଠିକ୍ ଯେ ସୃଷ୍ଟିର ଆରମ୍ଭରୁ ଏ କଥାର ପ୍ରମାଣ ମିଳେ ଯେ ପ୍ରତ୍ୟେକ ବଡ଼ ନେତା ନିଶ୍ଚିନ୍ତ ଜଣେ ସ୍ୱପ୍ନଦର୍ଶ ହୋଇଥାଏ। ରୁଷାୟତ ଆଜି ବିଶ୍ୱର ସର୍ବାଧିକ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି, କାରଣ ତାଙ୍କର ସଂସ୍ଥାପକ ଜଣେ ସ୍ୱପ୍ନଦର୍ଶୀ ହିଁ ଥିଲେ। ସେ କଳ୍ପନାରେ ଭବିଷ୍ୟ ମାନସିକ ଏବଂ ଆଧ୍ୟାତ୍ମିକ ପୃଥିବୀ ଉପରେ ଦେଖିଥିଲେ ଏବଂ ତାହା ଆଜି ମୂର୍ତ୍ତ ରୂପ ପ୍ରାପ୍ତ ହୋଇଛି। ସତ୍ୟ ଏହା ଯେ ଯଦି ଆପଣ ଅଗଣିତ ବା ମହାଧନୀ ହେବାର ବାସ୍ତବିକତାକୁ ନିଜ କଳ୍ପନାରେ ନେଇ ପାରୁନାହାନ୍ତି, ତେବେ ଆପଣ ଆପଣଙ୍କ ବର୍ଦ୍ଧିତ ବ୍ୟାଙ୍କ ବାଲାନ୍ସ ବି ଦେଖିପାରିବେ ନାହିଁ। ଯଦି ଆମେରିକା ଇତିହାସ ଉପରେ ଦୃଷ୍ଟିପାତ କରାଯାଏ,
ତେବେ ସ୍ପଷ୍ଟ ହେବ ଯେ ଅତୀତରେ ଆମେରିକାରେ କେବେ ବି ସ୍ୱପ୍ନଦର୍ଶୀଙ୍କ ପାଇଁ ବ୍ୟବହାରିକ ସତ୍ୟ ପ୍ରାପ୍ତ କରିବାର ଏତେ ସୁଯୋଗ ନଥିଲା ଯେତେ ଆଜି ଉପଲବ୍ଧି ହୋଇପାରୁଛି। ପୂର୍ବ 6 ବର୍ଷର ଆର୍ଥିକ ଅବନତି ସମସ୍ତ ଲୋକଙ୍କୁ ଗୋଟିଏ ସ୍ତରରେ ପକାଇଥିଲା। ଏବେ ଏକ ନୂତନ ଗତି ଆରମ୍ଭ ହେବାକୁ ଯାଉଛି। ଆଗାମୀ ଏହି ବର୍ଷରେ ବଡ଼ ବଡ଼ ଭାଗ୍ୟ ଖୋଲାବାଲା ଦେଖାଗଲାଣି। ଏବେ ଏହି ଗତିର ନିୟମ ପରିବର୍ତ୍ତିତ ହୋଇସାରିଲାଣି। ଏବେ ଆମେ ପରିବର୍ତ୍ତିତ ବିଶ୍ୱରେ ନିବାସ କରୁଛେ, ଯେଉଁଥିରେ ଅତି ସାଧାରଣ ବ୍ୟକ୍ତିଙ୍କ ପକ୍ଷରେ ବି ଉନ୍ନତିର ସ୍ୱପ୍ନ ଦେଖିବା ଅତି ସହଜ। ଯେଉଁମାନଙ୍କ ପାଇଁ କୌଣସି ସୁଯୋଗର ଆଶା ନଥିଲା, ସେମାନେ ଏ ଯୁଗରେ ବିଜେତା ହୋଇପାରିବେ, କାରଣ ସ୍ଥିତି ଏବେ ପରିବର୍ତ୍ତିତ। ସେହି ମାନ୍ଦାବସ୍ଥା ଯେଉଁଥିରେ ବୁଦ୍ଧି ଏବଂ ବିକାଶ ସତ୍ତ୍ୱେ ଯେପରି ପକ୍ଷାଘାତ ଗ୍ରସିତ ହୋଇ ଯାଇଥିଲା, ବର୍ତ୍ତମାନ ବିଶ୍ୱର ଆହ୍ୱାନ ନୂତନ ବିଚାର, ନୂତନ ପ୍ରଣାଳୀ ଏବଂ ନୂତନ ନେତା। ଯେଉଁମାନେ ଏହି ଧନପ୍ରାପ୍ତି ଦୌଡ଼ରେ ସାମିଲ ଅଟନ୍ତି, ସେମାନଙ୍କୁ ଏହି ସ୍ଥିତିରେ ଅଧିକ ପ୍ରୋତ୍ସାହିତ ପ୍ରାପ୍ତ ହେଉଛି। ଏବେ ସମୟର ଆବଶ୍ୟକତା ନୂତନ ଶିକ୍ଷଣ ପଦ୍ଧତି, ନୂତନ ବିପଣନ ରଣନୀତି, ନୂତନ ସାହିତ୍ୟ, ରେଡ଼ିଓ ପାଇଁ ନୂତନ ଫିଚର୍ସ। ମାତ୍ର ଏହି ପୂର୍ଣ୍ଣ ଦୌଡ଼ରେ ବିଜୟୀ ହେବା ପାଇଁ ସବୁଠାରୁ ଅଧିକ ଯେଉଁ ତତ୍ତ୍ୱର ଆବଶ୍ୟକ, ତାହା ଉଦ୍ଦେଶ୍ୟର ସ୍ପଷ୍ଟତା, ନିଜ କାମନାର ପୂର୍ଣ୍ଣ ଏବଂ ସ୍ପଷ୍ଟ ଜ୍ଞାନ ତଥା ଏସବୁ ପ୍ରାପ୍ତ କରିବା ପାଇଁ ଏକ ପ୍ରଚଳିତ ଇଚ୍ଛାଶକ୍ତି। ବ୍ୟାପାରିକ ମାନ୍ଦାବସ୍ଥା ଯେତେବେଳେ ଗୋଟିଏ ଯୁଗକୁ ମୃତ ଘୋଷିତ କଲା, ସେଠି ଅନ୍ୟ ଏକ ଯୁଗର ସୂତ୍ରପାତ ବି କଲା। ଏହି ପରିବର୍ତ୍ତିତ ବିଶ୍ୱରେ ବ୍ୟାବହାରିକ ସ୍ୱପ୍ନଦର୍ଶୀ ଆବଶ୍ୟକ। ଯେଉଁମାନଙ୍କ ପାଖରେ ଇଚ୍ଛାଶକ୍ତି ଏବଂ କ୍ଷମତା ଥିବା ଦରକାର ନିଜର ଇଚ୍ଛାଶକ୍ତିକୁ ମୂର୍ତ୍ତ ରୂପ ଦେବା ପାଇଁ। ଏହି ସ୍ୱପ୍ନଦର୍ଶୀ ପ୍ରତ୍ୟେକ ଯୁଗରେ ସଦାବେଳେ ସଭ୍ୟତାର ଢାଞ୍ଚା ନିର୍ମାତା ଅଛନ୍ତି ଏବଂ ରହିବେ। ଯିଏ ଧନ ପ୍ରାପ୍ତି ପାଇଁ ଉତ୍ସୁକ, ସେମାନଙ୍କୁ ମନେ ରଖିବା ଆବଶ୍ୟକ ଯେ ଦେଶର ବାସ୍ତବିକ ନେତା ସେହି ଲୋକ ରହିଛନ୍ତି, ଯିଏ ନିଜ ଅମୂର୍ତ୍ତ କାମନାକୁ ନିର୍ଦ୍ଦିଷ୍ଟ ବାସ୍ତବିକତାରେ ବଦଳାଇ ପାରିବେ ଏବଂ ସେହି ଆବେଗ ଯୁକ୍ତ ବିଚାରକୁ ଗଗନଚୁମ୍ବୀ ଅଟ୍ଟାଳିକା, ସହର, ଫ୍ୟାକ୍ଟ୍ରି, ଉଡ଼ାଜାହାଜ, ସ୍ୱୟଂଚାଳିତ ବାହନ ଏବଂ ଏହିପରି ଅନେକ ସୁବିଧା ବଦଳି ପାରିଛି, ଯାହା ଯୋଗୁଁ ଜୀବନ ପ୍ରଣାଳୀ ସହଜ ହୋଇପାରିଛି। ସହନଶକ୍ତି ଏବଂ ଖୋଲା ମସ୍ତିଷ୍କ ଆଜିର ସ୍ୱପ୍ନଦର୍ଶୀର ଆବଶ୍ୟକ ଅଟେ। ଯାହାକୁ ନୂତନ ବିଚାର ଦ୍ୱାରା ଭୟ ଲାଗୁଛି, ସେ ତ କାମ ଆରମ୍ଭ ପୂର୍ବରୁ ହିଁ ହାର ମାନି ଯାଉଛନ୍ତି। ଏହା ସତ୍ୟ ଯେ ଆଜିଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଏପରି ନୂତନ ନିର୍ମାତାଙ୍କ ପାଇଁ କେବେ ପ୍ରୋତ୍ସାହକ ନଥିଲା। ଏହା ଠିକ୍ ଯେ କାର୍ଲ ଜଗନ୍ଙ୍କ ପରି ବ୍ୟକ୍ତିଙ୍କୁ କୌଣସି ଭୟାବହ ପରୀକ୍ଷା ନେଇ ଗତି କରିବାର ଆବଶ୍ୟକତା ନାହିଁ, କିନ୍ତୁ ତାଙ୍କ ସାମ୍ନାରେ ବିଶାଳ ବ୍ୟାପାରିକ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ବିଶ୍ୱ ଦଣ୍ଡାୟମାନ, ଯାହାକୁ ଉପଯୁକ୍ତ ଢାଞ୍ଚାରେ ପକାଇ ନୂତନ ଦିଗ ଆଡ଼କୁ ନେଇ ଯିବାର ପରମ ଆବଶ୍ୟକତା ଅଛି। ଯେଉଁମାନେ ଧନ ଦୌଲତରେ ନିଜର ଅଂଶ ସୁରକ୍ଷିତ କରିବାକୁ ଚାହାନ୍ତି, ସେମାନେ ନିଜର ସ୍ୱପ୍ନଦର୍ଶିତା ଅନୁରୂପ ପରିଶ୍ରମରେ କାହାରି ଭୁଲ ପ୍ରଭାବ ପଡ଼ିବାକୁ ଦିଅନ୍ତୁ ନାହିଁ। ଯଦି ଏପରି କରିବେ, ତେବେ ସେମାନଙ୍କୁ ପ୍ରଥମ ନିର୍ମାତାକୁ ଭାବନାକୁ ଆତ୍ମସାତ କରିବାକୁ ପଡ଼ିବ, ଯେଉଁମାନେ ଏହି ସଭ୍ୟତାକୁ ମୂଲ୍ୟବାନ କଲେ ଏବଂ ନିଜ ଦେଶରେ ସଠିକ୍ ସୁଯୋଗ ପ୍ରାପ୍ତ କରି ସେମାନଙ୍କ ବଜାର ଏବଂ ଭଣ୍ଡାରକୁ ସମୃଦ୍ଧ କଲେ। ଆମେ ଏକଥା ଭୁଲିଯିବା ଅନୁଚିତ ଯେ କଲମ୍ବସ୍ ଏକ ଅଜଣା ବିଶ୍ୱ ଅନୁସନ୍ଧାନରେ ବାହାରିଥିଲେ ଏବଂ ତାଙ୍କ ପାଇଁ ସେ ନିଜ ଜୀବନର ସବୁକିଛି ବାଜିରେ ଲଗାଇ ଦେଇଥିଲେ ଏବଂ ତାହା ଖୋଜି ପାଇଲେ। କୋପରନିକସ୍ ବ୍ରହ୍ମାଣ୍ଡର କେତେ ଲୋକଙ୍କ ସମ୍ଭାବନାକୁ ସ୍ୱପ୍ନ ଦେଖିଥିଲେ ଏବଂ ତାହା ସେ ସ୍ପଷ୍ଟ କରି ଦେଖାଇଥିଲେ। ଯେତେବେଳେ ସେ ପ୍ରଥମେ ଏକଥା କହିଲେ ଯେ ଲୋକେ ତାଙ୍କୁ ଅବ୍ୟବହାରିକ, ପାଗଳ ଇତ୍ୟାଦି କହିଲେ, ମାତ୍ର ପରେ ସେ ଏହାକୁ ସତ୍ୟ ପ୍ରମାଣିତ କରିଦେଲେ। ସମଗ୍ର ବିଶ୍ୱ ତାଙ୍କ କଥା ମାନିବାକୁ ଲାଗିଲେ ଏବଂ ଆଉଥରେ ପୁଣି ତାଙ୍କ ମନ କଥା ପ୍ରମାଣିତ ହେଲା। ସଫଳତାକୁ କ୍ଷମା ମାଗିବା ଦରକାର ନାହିଁ ତଥା ଅସଫଳତାରେ କୌଣସି ବାହାନା ସ୍ୱୀକାର୍ଯ୍ୟ ନୁହେଁ।
ଯଦି କୌଣସି ବସ୍ତୁ ବା ପଦାର୍ଥରେ ଆପଣଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ସଠିକ୍, ତେବେ ନିସଂକୋଚରେ ତାହାକୁ କର। ଆପଣଙ୍କ ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ବିନା ଚିନ୍ତା କରନ୍ତୁ ଯେ ଆପଣଙ୍କ କ୍ଷଣିକ ଅସଫଳତା ସେମାନେ କ'ଣ କରିବେ, କାରଣ ସେମାନଙ୍କୁ ଜଣାନାହିଁ ପ୍ରତ୍ୟେକ ଅସଫଳତାରେ ଏକ ଅତୁଳନୀୟ ସଫଳତାର ବିଜୟ ଛପି ରହିଥାଏ। ହେନରୀ ଫୋର୍ଡ ଜଣେ ଗରିବ ଏବଂ ପ୍ରାୟତଃ ଅଶିକ୍ଷିତ ବ୍ୟକ୍ତି ଥିଲେ, ଯିଏ ଏକ ଘୋଡ଼ାବିହୀନ ଗାଡ଼ିର ସ୍ୱପ୍ନ ଦେଖିଥିଲେ। ସେ ଉପଲବ୍ଧି ସାଧନରେ କାମ କରିବା ପ୍ରାରମ୍ଭ କଲେ ତଥା କାମର ସୁଯୋଗ ଅପେକ୍ଷା ବିନା ସେ କାମରେ ଲାଗିଗଲେ। ତାଙ୍କର ସ୍ୱପ୍ନ ସାର୍ଥକ ହେଲା। ତାଙ୍କର ସ୍ୱପ୍ନ ସାରା ବିଶ୍ୱରେ ମୋଟର କାର୍ ଜରିଆରେ ଘୁରି ବୁଲୁଛି। ନିଜର ସ୍ୱପ୍ନକୁ ସତ୍ୟ କରିବାର ଚେଷ୍ଟାରେ କୌଣସି ଭୟ ନଥିଲା। ସେହି ଯିଏ ଚକକୁ ଘୁରାଇଲେ ସଂସାରରେ ଅନ୍ୟ କେହି ଘୁରାଇ ନଥିବେ।